ନାକରେ ପାଇପ୍ ପଶିଛି, ଦୁଇ ଆଖିରୁ ବୋହି ଯାଉଛି ଲୁହଧାର। ଖନେଇ ଖନେଇ କଥା କହୁଛନ୍ତି। ସତରେ ଜୀବନ କେତେ କଷ୍ଟପ୍ରଦ, ଯନ୍ତ୍ରଣାଦାୟକ ତାହା ଏଥିରୁ ବୁଝି ହେଉଛି। ପ୍ରତି ମୁହୂର୍ତ୍ତ ଏଠି ଗୋଟିଏ ଯୁଗ ପରି ଲାଗୁଛି। ସ୍ତ୍ରୀ ଛୁଆଙ୍କ ସୁଖ ପାଇଁ ପରରାଇଜ ଯାଇ ଖଟୁଥିବା ମଣିଷଟି ଆଜି ଘରେ ପଡ଼ି କଲବଲ ହେଉଛି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବୈଦିମାଳ ଗାଁର ମନୋଜ କୁମାର ଦାସ। ବୟସ ବେଶୀ ହୋଇନି, ମାତ୍ର 37 ବର୍ଷ। ଭଗବାନ କୋଳରେ ଦୁଇଟି ପିଲା ଦେଇଛନ୍ତି। ଭୁଆସୁଣୀ ସ୍ତ୍ରୀଟି ଘରେ ଅଛି। ଅଭାବ ଭିତରେ ସବୁ ସୁଖ ଓଜାଡ଼ି ଦେଇଥିବା ଭଗବାନ ମନୋଜଙ୍କୁ ଦେଇଛନ୍ତି ଭୟଙ୍କର ରୋଗ। ସେ ଏବେ କ୍ୟାନ୍ସରରେ ଆକ୍ରାନ୍ତ। ଆଜ୍ଞା, ସେ ରହିକି ତାମିଲନାଡ଼ୁରେ କାମ କରୁଥିଲେ। 5-6 ମାସ ହେଲାଣି ଏମିତି ସ୍ପଟ୍ ବାହାରିଲା। ସେଠି ମେଡ଼ିକାଲରେ ଦେଖେଇଲେ, ଟେଷ୍ଟ କଲେ, କିଛି ଜଣାପଡ଼ିଲାନି। ପୁଣି ଏଠି ଆସିକି ମେଡ଼ିକାଲରେ ଦେଖେଇ ଟେଷ୍ଟ କଲେ, କ୍ୟାନ୍ସର ବାହାରିଛି। ବହୁତ କଷ୍ଟ ପାଉଛନ୍ତି, ଖାଇ ପିଇ ପାରୁନାହାନ୍ତି, ଉଠି ବସି ପାରୁନାହାନ୍ତି। ମୁଁ ନିଜେ ବସେଇକି ଉଠେଇକି ଆମେ ଖୁଆଇ ପିଇ ଦେଉଛୁ। ଆମେ ପାଇପରେ ଖାଉଛନ୍ତି 5-6 ମାସ ହେଲାଣି। କିଛି କଥାବାର୍ତ୍ତା ବି କରିପାରୁନାହାନ୍ତି। ଦୟାକରି ଆମ ଉପରେ ସାହାଯ୍ୟ କରନ୍ତୁ। ସାହାଯ୍ୟ କଲେ ମୋ ସ୍ୱାମୀ ବଞ୍ଚିଯିବ, ମୋ 2ଟା ଛୁଆ। ଆଜ୍ଞା, ବର୍ତ୍ତମାନ ମୁଁ ଗଭର୍ଣ୍ଣମେଣ୍ଟକୁ କିଛି ସହାୟତା ଚାହୁଁଛି। ମିଳିଲେ ସେ ମାସିକ ଯେଉଁ ଚେକଅପ୍ରେ ମେଡ଼ିସିନ ଖର୍ଚ୍ଚ ଯାହା ଦରକାର ପଡ଼ୁଛି ସେଇଟା ହେଲେ ଟିକେ ସହାୟତା। ସେଠି ତାର ବି ବୟସ ବେଶୀ ନୁହଁ, 37 ବର୍ଷର। ତାର 2ଟା ଛୋଟ ପିଲା, ସେ କେମିତି ଇଏ ହେବେ, ମଣିଷ ହେବେ ସେ 2 ଜଣ। ତାଙ୍କୁ ଟିକେ ଦେଖିବେ, ଗଭର୍ଣ୍ଣମେଣ୍ଟରେ ସହାୟତା ହେଲେ ଟିକେ। ମନୋଜ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ସେଥିପାଇଁ ତ ସେ ଭଲ ରୋଜଗାର କରିବା ପାଇଁ ଯାଇଥିଲେ ବାହାର ରାଜ୍ୟକୁ। ତାମିଲନାଡୁରେ ପାଣି ପାଇପ୍ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। 5 ମାସ ତଳେ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଲା। ତାମିଲନାଡୁରୁ କାମ ଛାଡ଼ି ସେ ବର୍ତ୍ତମାନ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମନୋଜଙ୍କ ଚିକିତ୍ସାରେ ଅପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ ହେବା ପରେ ପରିବାର ଚଳିବା କଷ୍ଟକର ହୋଇପଡ଼ିଛି। ଫଳରେ ମନୋଜଙ୍କ ପତ୍ନୀ ଓ 2 ଛୋଟ ଛୋଟ ଜାଆଁଳା ପୁଅ ଏବେ ଅସହାୟ ହୋଇପଡ଼ିଛନ୍ତି। ଯାହା ତା ପାଖରେ ସମ୍ବଳ ଥିଲା, ସରକାରୀ କାର୍ଡ଼ ମଧ୍ୟ ସବୁ ପଇସା ଗୁଡ଼ା ସରିଗଲାଣି। ମେଡ଼ିସିନ ଖାଇବା ପାଇଁ, ଆଗକୁ ଟ୍ରିଟମେଣ୍ଟ ହେବା ପାଇଁ ବିଲକୁଲ ପଇସା ନାହିଁ। ତାର 2ଟି ଛୋଟ ଛୋଟ ପିଲା। କି ସରକାରଙ୍କ ତରଫରୁ ହେଉ କି ବହୁତ ସମାଜର ବଦାନ୍ୟ ବ୍ୟକ୍ତି ଅଛନ୍ତି, ତାଙ୍କ ଦ୍ୱାରା ହେଉ କିଛି କିଛି ସାହାଯ୍ୟ କଲେ ପଇସା, ସେ ଟ୍ରିଟମେଣ୍ଟ ହେଇପାରିବ। ତା ପିଲା 2ଟା ଖାଇ ପିଇକି ରହିପାରିବ। ମନୋଜଙ୍କୁ କିପରି ଭଲ ଚିକିତ୍ସା ମିଳିପାରିବ, କେମିତି ତାଙ୍କର ପରିବାର ଚଳିବ, ତାଙ୍କୁ କିଛି ସହଯୋଗ ମିଳିପାରିବ କି, ଏମିତି କିଛି ପ୍ରଶ୍ନ ନେଇ ଆମେ ଭେଟିଥିଲୁ ଆଳି ବିଡିଓଙ୍କୁ। ସେ ଆମଠାରୁ ମନୋଜଙ୍କ ସମ୍ପର୍କରେ ଅବଗତ ହେବା ପରେ ଆର୍ଥିକ ସହାୟତା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ଆମେ ତାକୁ ତାର କ'ଣ ଆବଶ୍ୟକତା ଅଛି ତାକୁ ଆମେ ଇନକ୍ୱାରି କରିବୁ ଅଫିସର ଦ୍ୱାରା। କରିଲା ପରେ ଆମେ ଏମର୍ଜେନ୍ସି ଡିପାର୍ଟମେଣ୍ଟ ଡିଷ୍ଟ୍ରିକ୍ଟକୁ ଜଣାଇବୁ, ରିକ୍ୱେଷ୍ଟ କରିବୁ। ଯଦି ଡିଷ୍ଟ୍ରିକ୍ଟ ତରଫରୁ କିଛି ତାକୁ ସହାୟତା ଦିଆଯାଇପାରେ, ଫାଇନାନ୍ସିଆଲ ଆସିଷ୍ଟାନ୍ସ, ତାହେଲେ ଭଲ ହେବ ବୋଲି ଆମେ ଡିଷ୍ଟ୍ରିକ୍ଟକୁ ରିକ୍ୱେଷ୍ଟ କରିବୁ। ଦର୍ଶକ ବନ୍ଧୁ, ଛୋଟ ଛୋଟ ପିଲା 2ଟା କେମିତି ମଣିଷ ହେବେ? ବାପା ରୋଗରେ ପଡ଼ିବା ପରେ ସେମାନେ ଯେମିତି ବେସାହାରା ହୋଇପଡ଼ିଛନ୍ତି। ଯଦି ମନୋଜ ଭଲ ହୋଇଯାଆନ୍ତେ, ହୁଏତ ସବୁକିଛି ବଦଳି ଯାଆନ୍ତା। ତେଣୁ ଆପଣମାନେ ଯଦି ତାଙ୍କ ଚିକିତ୍ସା ପାଇଁ କିଛି ସହଯୋଗ କରିବାକୁ ଚାହୁଁଛନ୍ତି, ତେବେ ଲେଖି ରଖନ୍ତୁ ତାଙ୍କ ଠିକଣା। ନାମ ମନୋଜ କୁମାର ଦାସ, ବାପା ପ୍ରହ୍ଲାଦ ଦାସ, ଗ୍ରାମ ବୈଦିମାଳ, ପୋଷ୍ଟ ମାଳପାଟଣା, ବ୍ଲକ ଆଳି, ଜିଲ୍ଲା କେନ୍ଦ୍ରାପଡ଼ା।
मोबाइल नंबर 9938658319। पुणी थरे कही रखुछु मोबाइल नंबर 9938658319।